ଏଇଠି ଶୁଣୁଛ ହଁ କଣ କୁହ ଗୋଟେ କଥା କହିଲ କହୁନା। ଟିଭି କୁ ଓଡିଆରେ କଣ କହନ୍ତି? ଟିଭି କୁ ଓଡିଆରେ ଦୂରଦର୍ଶନ କହନ୍ତି। ଫୋନ କୁ ଓଡିଆରେ କଣ କହନ୍ତି? ଫୋନ କୁ ଓଡିଆରେ କହନ୍ତି ଦୂରଭାଷ ଯନ୍ତ୍ର। ଆଉ କ୍ୟାମେରା କୁ କଣ କହନ୍ତି? କ୍ୟାମେରାର ଓଡିଆଟା ହଉଛି ଛାୟାଚିତ୍ରକ। ହଁ। ହଁ। ଆଉ ଇଣ୍ଟରନେଟ କୁ ଓଡିଆରେ କଣ କହନ୍ତି? ଆଉ ଇଣ୍ଟରନେଟ ତ ସମସ୍ତେ ଇଂଲିଶରେ କହୁଛନ୍ତି। ହଁ ଇଣ୍ଟରନେଟର ଓଡିଆଟା ବି ସମସ୍ତେ ଜାଣିବା ଦରକାର। ହଁ। ଇଣ୍ଟରନେଟର ଓଡିଆଟା ହଉଛି ଅନ୍ତର୍ଜାଲ। ଆଉ କମ୍ପ୍ୟୁଟର କୁ ଓଡିଆରେ କଣ କହନ୍ତି? କମ୍ପ୍ୟୁଟରର ଓଡିଆଟା ହଉଛି ସଂଗଣକ। ହଁ। ହଁ। ଆଉ ହେଲମେଟ କୁ ଓଡିଆରେ କଣ କହନ୍ତି? ହଁ ଆଉ ଗୋଟେ ବଢିଆ କଥା ପଚାରିଲ। ହେଲମେଟ ତ ଗାଡି ଚଲେଇଲା ବେଳେ ସମସ୍ତେ ମୁଣ୍ଡର ଆଉ ନିଜର ସୁରକ୍ଷା ପାଇଁ ହେଲମେଟ ପିନ୍ଧୁଛନ୍ତି। ହଁ। ଆଉ ହେଲମେଟର ଓଡିଆଟା ହଉଛି ଶିରସ୍ତ୍ରାଣ। ଆଉ ବ୍ୟାଙ୍କ କୁ ଓଡିଆରେ କଣ କହନ୍ତି? ବ୍ୟାଙ୍କର ଓଡିଆଟା ହଉଛି ଅଧିକ ସହାୟକ। ହଁ। ହଁ ସମସ୍ତେ ତ ଆଜିକାଲି ଇଂଲିଶରେ ସବୁ କଥା କହୁଛନ୍ତି। ଆଉ ତେଣୁ ଯେହେତୁ ଆମେ ଓଡିଶାବାସୀ ଓଡିଆରେ ଆମେ କଥାବାର୍ତ୍ତା କରୁଛନ୍ତି। ହଁ। ତେଣୁକରି ତାର ଇଂଲିଶର ଓଡିଆଟା ବି ଆମେ ନିହାତି ଜାଣିବା ଦରକାର ବୁଝିଲ ନା। ହୁଁ। ହଁ।